ନିର୍ବାଚନର ଅର୍ଥ କେବଳ ଭୋଟ ଗଣିବା ନୁହେଁ, ଏହା ହେଉଛି ଏକ ସମାଜ, ତାର ଆଶା ଆଉ ତାର ଭବିଷ୍ୟତର ଏକ ପ୍ରତିଛବି। ରାଜନୀତିଠାରୁ ବହୁତ ଉପରେ ଏହାର ଗୋଟେ ଗଭୀର ଉଦ୍ଦେଶ୍ୟ ରହିଛି। ଆମର କାମ ହେଉଛି ନିର୍ବାଚନରୁ ମିଳିଥିବା ପ୍ରତିଟି ତଥ୍ୟକୁ ଶାସନ ପାଇଁ ଏକ ଶକ୍ତିଶାଳୀ ହତିଆରରେ ବଦଳାଇବା। ଆଜି ଆମେ ଢେଙ୍କାନାଳ ବିଧାନସଭା ଆସନ AC-55 ଉପରେ ଗଭୀର ଭାବେ ନଜର ପକାଇବା ଏବଂ ବିଜୁ ଜନତା ଦଳ ପାଇଁ ଏକ ରଣନୀତିକ ପୁନରୁଦ୍ଧାର ଯୋଜନାକୁ ବୁଝିବା। ଏହି ବିଶ୍ଳେଷଣରେ ଆମେ ମୋଟ 6ଟି ମୁଖ୍ୟ ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବା। ପ୍ରଥମେ 2024ର ଜନାଦେଶକୁ ବୁଝିବା। ତାପରେ ଢେଙ୍କାନାଳର ପ୍ରକୃତ ସ୍ଥିତି କ'ଣ ଅଛି ଜାଣିବା। ଏହାର 7ଟି ନିର୍ବାଚନର ଇତିହାସକୁ ଦେଖିବା। ଏଥର ଏତେ ବଡ଼ ପରିବର୍ତ୍ତନ କାହିଁକି ହେଲା ତାର କାରଣ ଖୋଜିବା। ଏହାପରେ ପୁନରୁଦ୍ଧାର ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ଦେଖିବା ଏବଂ ଶେଷରେ ଶାସନ କିପରି ଏକ ପ୍ରତିଶ୍ରୁତି ହୋଇପାରିବ ସେ ବିଷୟରେ ଆଲୋଚନା କରିବା। 2024ର ନିର୍ବାଚନ ଫଳାଫଳ କେବଳ କିଛି ସଂଖ୍ୟାର ପରିବର୍ତ୍ତନ ନଥିଲା, ସତ କହିବାକୁ ଗଲେ ଏହା ଓଡ଼ିଶାର ରାଜନୈତିକ ମାନଚିତ୍ରରେ ଏକ ଭୂକମ୍ପ ଭଳି ଥିଲା। ଆଉ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଥିଲା ଢେଙ୍କାନାଳ ପରି ଅନେକ ନିର୍ବାଚନ ମଣ୍ଡଳୀ, ଯେଉଁଠି ବିଜୁ ଜନତା ଦଳକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଲା। ଏହି ହାରର କାରଣକୁ ଠିକ୍ ଭାବେ ବୁଝିପାରିଲେ ହିଁ ଭବିଷ୍ୟତର ରାସ୍ତା ସଫା ଦେଖାଯିବ। ଢେଙ୍କାନାଳକୁ ବୁଝିବା ପାଇଁ ଆପଣଙ୍କୁ ତାର ମାଟି ଆଉ ଲୋକଙ୍କୁ ବୁଝିବାକୁ ପଡ଼ିବ। ଏହା ଖାଲି ଗୋଟେ ଭୌଗୋଳିକ ଅଞ୍ଚଳ ନୁହେଁ, ଏହା ଏକ ମିଶ୍ରିତ ନିର୍ବାଚନ ମଣ୍ଡଳୀ, ଯେଉଁଠି ଗାଁ ବି ଅଛି ଆଉ ସହର ବି ଅଛି। ଗୋଟେପଟେ ଶିଳ୍ପ କାରଖାନାର ଚିମ୍ନିରୁ ଧୂଆଁ ବାହାରୁଛି ତ ଅନ୍ୟପଟେ ଚାଷୀଟିଏ ନିଜ ଜମିରେ ଝାଳ ବୁହାଉଛି। ଆଉ ଏହି ଦୁଇଟି ଚିତ୍ର ଭିତରର ଦ୍ୱନ୍ଦ୍ୱ ହିଁ ଢେଙ୍କାନାଳର ରାଜନୀତିକୁ ସବୁବେଳେ ରୋଚକ ଆଉ ଗୁରୁତ୍ୱପୂର୍ଣ୍ଣ କରି ରଖିଛି। ରାଜନୀତିରେ କିଛି ସଂଖ୍ୟା ଖାଲି ସଂଖ୍ୟା ହୋଇ ରହେ ନାହିଁ, ସେଗୁଡ଼ିକ ପୂରା କାହାଣୀ କହିଦିଏ। ଆଉ ଏହି ସଂଖ୍ୟାଟି ହେଉଛି ସେମିତି ଗୋଟେ କାହାଣୀ। 10.09%। ଏହା ଥିଲା 2024 ନିର୍ବାଚନରେ ବିଜେପିର ଜିତିବାର ବ୍ୟବଧାନ। ଏହା କେବଳ ଗୋଟେ ହାରର ମାପ ନୁହେଁ, ବରଂ ଏହା ବିଜେଡି ପାଇଁ ଏକ ସ୍ପଷ୍ଟ ସଂକେତ ଯେ ଆଗାମୀ ରାସ୍ତା କେତେ କଠିନ ହେବାକୁ ଯାଉଛି। ଯେତେବେଳେ ଆମେ ଭୋଟ୍ସର ଭାଗକୁ ଦେଖିବା, ଚିତ୍ରଟା ଆହୁରି ସ୍ପଷ୍ଟ ହୋଇଯାଏ। ଦେଖନ୍ତୁ, ଭାରତୀୟ ଜନତା ପାର୍ଟିକୁ ମିଳିଲା 52.6% ଭୋଟ, ମାନେ ଅଧାରୁ ଅଧିକ ଲୋକଙ୍କର ସମର୍ଥନ। ବିଜୁ ଜନତା ଦଳ 42.5% ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଲା, ଆଉ କଂଗ୍ରେସ ମାତ୍ର 2.3%ରେ ସୀମିତ ରହିଗଲା। ଏହି ଫଳାଫଳ କୌଣସି ସାମାନ୍ୟ ପରିବର୍ତ୍ତନ ନୁହେଁ, ଏହା ଏକ ବହୁତ ବଡ଼ ଧରଣର ସ୍ଥାନାନ୍ତରଣ। ହେଲେ ଏତେ ବଡ଼ ପରିବର୍ତ୍ତନ ହେଲା କାହିଁକି? ଏହାର ପ୍ରକୃତ କାରଣ କ'ଣ? ଏହାର ଉତ୍ତର କେବଳ ସଂଖ୍ୟା ଭିତରେ ନାହିଁ। ଉତ୍ତରଟା ଅଛି ଢେଙ୍କାନାଳର ମାଟିରେ, ସେଠାକାର ଲୋକଙ୍କ ଜୀବନ ଜୀବିକାରେ, ଆଉ ସେମାନଙ୍କର ପ୍ରତିଦିନର ସମସ୍ୟା ଭିତରେ। ଆସନ୍ତୁ ଢେଙ୍କାନାଳର ହୃଦୟର ସ୍ପନ୍ଦନକୁ ଶୁଣିବାକୁ ଚେଷ୍ଟା କରିବା। ଢେଙ୍କାନାଳର ସାମାଜିକ ଗଠନ ହିଁ ତାର ରାଜନୀତିର ଚାବିକାଠି। ଏଠି ଦେଖନ୍ତୁ, ପ୍ରାୟ 20% ଅନୁସୂଚିତ ଜାତି ଏବଂ 14% ଅନୁସୂଚିତ ଜନଜାତିର ଲୋକ ଅଛନ୍ତି। ଏହି ଦୁଇଟି ଗୋଷ୍ଠୀର ଭୋଟ ସବୁବେଳେ ନିର୍ଣ୍ଣାୟକ ଭୂମିକା ନେଇ ଆସିଛି। ବାକି 66% ଭୋଟର ହେଉଛନ୍ତି ଅନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗର। ସେମାନେ ସଂଖ୍ୟାରେ ଅଧିକ ହେଲେ ମଧ୍ୟ ବିଭିନ୍ନ ଉପଜାତିରେ ବାଣ୍ଟି ହୋଇ ରହିଛନ୍ତି। ଏହି ସାମାଜିକ ସମୀକରଣକୁ ନ ବୁଝିଲେ କୌଣସି ରଣନୀତି କାମ ଦେବ ନାହିଁ। ଆଉ ଏସବୁ ଜାତି, ସବୁ ବର୍ଗର ଲୋକଙ୍କୁ ଗୋଟେ ସୂତାରେ ବାନ୍ଧି ରଖିଥିଲା ସେମାନଙ୍କର ଅଭିଯୋଗ। ଶିଳ୍ପ ଯୋଗୁଁ ହେଉଥିବା ପ୍ରଦୂଷଣ ଏହା ଲୋକଙ୍କର ସ୍ୱାସ୍ଥ୍ୟ ସହ ଖେଳୁଥିଲା। ଗାଁକୁ ଯିବା ପାଇଁ ଭଙ୍ଗା ରାସ୍ତା, ପିଇବା ପାଇଁ ସଫା ପାଣିର ଅଭାବ ଆଉ ବାରମ୍ବାର ବିଜୁଳି କାଟ ଏକ ସାଧାରଣ କଥା ହୋଇଯାଇଥିଲା। ପାଠ ପଢ଼ିଥିବା ଯୁବକମାନେ ଚାକିରି ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଥିଲେ। ଏହି ପ୍ରତିଦିନର ସମସ୍ୟାଗୁଡ଼ିକ ହିଁ ଲୋକଙ୍କ ମନରେ ଧୀରେ ଧୀରେ ଅସନ୍ତୋଷର ନିଆଁ ଜଳାଉଥିଲା। ଗୋଟେ କଥା ସ୍ପଷ୍ଟ କରିଦେବା ଦରକାର, ଢେଙ୍କାନାଳର ଭୋଟର କୌଣସି ଦଳର ସମ୍ପତ୍ତି ନୁହନ୍ତି। ଏହାର ଇତିହାସ ନିଜେ ଏକଥା କହୁଛି। ଏହା ଏକ ସ୍ୱିଙ୍ଗ ସିଟ୍, ଯେଉଁଠି ଭୋଟରମାନେ ସବୁବେଳେ ନିଜର ପସନ୍ଦ ବଦଳାଇ ଆସିଛନ୍ତି। ଏଥିରୁ ସେମାନଙ୍କର ରାଜନୈତିକ ସଚେତନତା ଜଣାପଡ଼େ। ଏହି ତଥ୍ୟ ଉପରେ ଟିକେ ନଜର ପକାନ୍ତୁ। 1995ରୁ 2024 କଂଗ୍ରେସ, ବିଜେପି, ଏନସିପି, ବିଜେଡି ସିଟ୍ଟା କେମିତି ହାତ ବଦଳାଇ ଚାଲିଛି ଦେଖନ୍ତୁ। 2000ରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ, ଆଉ 2009ରେ ଏନସିପି ଜିତିଥିଲା। ଏଥିରୁ ସ୍ପଷ୍ଟ ଯେ ଏଠାକାର ଭୋଟରମାନେ ବଡ଼ ବଡ଼ ଦଳଗୁଡ଼ିକୁ ବି ପ୍ରତ୍ୟାଖ୍ୟାନ କରିବାକୁ ପଛାନ୍ତି ନାହିଁ। ସେମାନଙ୍କ ପାଇଁ ପ୍ରସଙ୍ଗ ଆଉ ପ୍ରାର୍ଥୀ ବେଶୀ ଗୁରୁତ୍ୱପୂର୍ଣ୍ଣ, ଦଳୀୟ ଚିହ୍ନ ନୁହେଁ। ତ ପ୍ରଶ୍ନ ଉଠୁଛି, ଇତିହାସରେ ଏମିତି ହେଇ ଆସିଥିଲେ ବି 2024ରେ ଏତେ ବଡ଼ ଝଟକା କାହିଁକି ଲାଗିଲା? ବିଜେଡି, ଯିଏ 2014 ଆଉ 2019 ଦୁଇ ଥର ଏହି ଆସନ ଜିତିଥିଲା, ତାର ଭୁଲ କେଉଁଠି ରହିଗଲା? ଆସନ୍ତୁ ଏହି ପରିବର୍ତ୍ତନର କାରଣଗୁଡ଼ିକୁ ଚିରିଚି ଦେଖିବା। 2019 ଆଉ 2024କୁ ପାଖାପାଖି ରଖିଲେ ହିଁ ପ୍ରକୃତ କଥାଟା ଜଣାପଡ଼େ। 2019ରେ ବିଜେଡି 10.8% ଭୋଟର ବ୍ୟବଧାନରେ ଆରାମରେ ଜିତିଥିଲା।
କିନ୍ତୁ 2024ରେ ସ୍ଥିତି ପୁରା ଓଲଟିଗଲା। ବିଜେପି 10.1% ଭୋଟରେ ଜିତିଗଲା। ଏହାର ଅର୍ଥ ପାଖାପାଖି 21% ଭୋଟରର ସ୍ୱିଂ। ଏହାକୁ ରାଜନୈତିକ ସୁନାମି ଛଡ଼ା ଆଉ କ'ଣ କୁହାଯାଇପାରିବ? ଆଉ ଏହି ସୁନାମିର କାରଣ କ'ଣ ଥିଲା? ସିଧା କଥା, ଶାସନ ବିରୋଧୀ ଲହର ଆଉ ଲୋକଙ୍କ ଭିତରେ ଜମି ରହିଥିବା ଅସନ୍ତୋଷ। ବିଜେଡିର କାହାଣୀ ସବୁବେଳେ କଲ୍ୟାଣକାରୀ ଯୋଜନା ଉପରେ ରହିଆସିଛି, କିନ୍ତୁ ଯେତେବେଳେ ଲୋକେ ପ୍ରତିଦିନ ପ୍ରଦୂଷିତ ପାଣି ପିଉଛନ୍ତି, ଭଙ୍ଗା ରାସ୍ତାରେ ଯାଉଛନ୍ତି ଆଉ ନିଜ ପିଲାଙ୍କ ପାଇଁ ଭଲ ଚାକିରିଟିଏ ଦେଖିପାରୁନାହାନ୍ତି, ସେତେବେଳେ ବଡ଼ ବଡ଼ ଯୋଜନାର କଥା ଫିକା ଲାଗେ। ପ୍ରତିଦିନର କଷ୍ଟ ବଡ଼ ପ୍ରତିଶ୍ରୁତି ଉପରେ ଭାରି ପଡ଼ିଗଲା। କାରଣ ଏସବୁ ଖାଲି ସୁବିଧା ଅସୁବିଧାର କଥା ନୁହେଁ, ଏହା ସିଧାସଳଖ ମଣିଷର ମର୍ଯ୍ୟାଦା ସହ ଯୋଡ଼ା। ଜଣେ ଭୋଟର ବା ନାଗରିକର ସମ୍ମାନ, ସେମାନେ ନିଶ୍ୱାସରେ ନେଉଥିବା ବାୟୁ, ପିଉଥିବା ପାଣି ଆଉ ଯାହାଆସ କରୁଥିବା ରାସ୍ତା ସହିତ ଜଡ଼ିତ। ଏଗୁଡ଼ିକ କୌଣସି ରାଜନୈତିକ ଦୟା ନୁହେଁ, ବରଂ ନାଗରିକର ମୌଳିକ ଅଧିକାର ଆଉ ଏକ ଦାୟିତ୍ୱପୂର୍ଣ୍ଣ ଆଲୋଚନା ହିଁ ଏହି ମର୍ଯ୍ୟାଦାକୁ ସୁନିଶ୍ଚିତ କରିପାରିବ। ଠିକ୍ ଅଛି, ସମସ୍ୟା କ'ଣ ଆମେ ଜାଣିଲେ। ଏବେ କଥା ହେଉଛି ସମାଧାନର। ପରାଜୟରୁ ଭାଙ୍ଗି ନ ପଡ଼ି ସେଥିରୁ ଶିଖି ଆଗକୁ ବଢ଼ିବା ହିଁ ପ୍ରକୃତ ରାଜନୀତି। ତେବେ 2029 ସୁଦ୍ଧା ଢେଙ୍କାନାଳକୁ ପୁଣିଥରେ ଜିତିବା ପାଇଁ ବିଜେପି ପାଇଁ କ'ଣ ରହିଛି ବ୍ଲୁପ୍ରିଣ୍ଟ? ଆସନ୍ତୁ ଦେଖିବା। ଏହି ରଣନୀତିର ନାଁ ଆମେ ଦେଇଛୁ ଚତୁର୍ମୁଖ ସିଦ୍ଧାନ୍ତ, କାରଣ ଏହାର 4ଟା ମୁଖ୍ୟ ଦିଗ ଅଛି। ପ୍ରଥମ, ନିର୍ବାଚନୀ। ଯେଉଁ ଗାଁଗୁଡ଼ିକରେ ଦଳ ହାରିଛି, ସେଠି ବୁଥ୍ ସ୍ତରରେ ସଂଗଠନକୁ ପୁଣିଥରେ ମଜବୁତ କରିବାକୁ ପଡ଼ିବ। ଦ୍ୱିତୀୟ, ସାଂଗଠନିକ। ସ୍ଥାନୀୟ କମିଟିରେ ନୂଆ ଲୋକଙ୍କୁ ସୁଯୋଗ ଦେବା ଏବଂ ତୃଣମୂଳ ସ୍ତରର ନେତାଙ୍କୁ ଶକ୍ତି ଦେବା। ତୃତୀୟ, କାହାଣୀ, କଲ୍ୟାଣକାରୀ ଯୋଜନାକୁ ଲୋକଙ୍କର ଦୈନନ୍ଦିନ ସମସ୍ୟା ସହିତ ଯୋଡ଼ି କହିବା। ଏବଂ ଚତୁର୍ଥ, ସମ୍ବଳ। ଦଳର କର୍ମୀ, ଡିଜିଟାଲ ମାଧ୍ୟମ ଏବଂ ଦଳର ସୁନାମର ଠିକ୍ ଭାବରେ ବ୍ୟବହାର କରିବା। ଆଉ ଏହି ସିଦ୍ଧାନ୍ତକୁ କାମରେ ଲଗାଇବା ପାଇଁ ଅଛି ଏକ 90 ଦିନିଆ ୱିନ୍ ବ୍ୟାକ୍ ପ୍ଲାନ୍। ଏହାକୁ ଆମେ 4 ଭାଗରେ ବାଣ୍ଟିଛୁ। ପ୍ରଥମ 30 ଦିନରେ ମୌଳିକ ପ୍ରସ୍ତୁତି ଏବଂ ଶୁଣିବା ଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ କଥା ଶୁଣିବା। ତାପର 30 ଦିନରେ ମୁଖ୍ୟ ପ୍ରଚାର ଆରମ୍ଭ କରିବା ଏବଂ ପ୍ରତିଜ୍ଞାପତ୍ର ବାଣ୍ଟିବା। ଏହାପରେ 15 ଦିନର କାୟାକର ଯାତ୍ରା କରି କର୍ମୀମାନେ ଘର ଘର ବୁଲିବେ। ଆଉ ଶେଷ 14 ଦିନରେ ସବୁ ଶକ୍ତି ଲଗାଇ ଭୋଟରଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିବାକୁ ପଡ଼ିବ। ଆଜିକାଲି ଡିଜିଟାଲ ପ୍ରଚାରର ବହୁତ ଶକ୍ତି, କିନ୍ତୁ ମନେ ରଖିବାକୁ ହେବ, ଶକ୍ତି ସାଙ୍ଗରେ ଦାୟିତ୍ୱ ବି ଆସେ। ଭାରତର ଆଇନ ଅନୁସାରେ ପ୍ରତ୍ୟେକ ନାଗରିକଙ୍କର ଡାଟା ଗୋପନୀୟତାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ଭୋଟରଙ୍କ ସହ ଯୋଗାଯୋଗ କଲାବେଳେ ସେମାନଙ୍କର ସମ୍ମତି ନେବା ଏବଂ ସେମାନଙ୍କର ବିଶ୍ୱାସକୁ ବଜାୟ ରଖିବା ସବୁଠାରୁ ଜରୁରୀ। କାରଣ ଶେଷ କଥା ହେଉଛି, ଯେକୌଣସି ରଣନୀତି ସେତେବେଳେ ହିଁ ସଫଳ ହେବ ଯେତେବେଳେ ତାହା ଶାସନର ମୂଳ ଉଦ୍ଦେଶ୍ୟ ସହ ଯୋଡ଼ି ହେବ। ରାଜନୀତି କେବଳ ନିର୍ବାଚନ ଜିତିବାର ଏକ ଖେଳ ନୁହେଁ, ଏହା ଲୋକଙ୍କର ସେବା କରିବାର ଏକ ପ୍ରତିଶ୍ରୁତି। ଆଉ ଏହି ପ୍ରତିଶ୍ରୁତିକୁ ପ୍ରତିଦିନ ପୂରଣ କରିବାକୁ ପଡ଼େ। ହେଲେ ପ୍ରଶ୍ନଟା ସେଇଠି ରହିଲା, ଜଣେ ନେତା ଆଉ ଲୋକଙ୍କ ଭିତରେ ଛିଣ୍ଡି ଯାଇଥିବା ବିଶ୍ୱାସର ସୂତାକୁ ପୁଣି ଯୋଡ଼ାଯିବ କେମିତି? ଏହାର ଉତ୍ତର କୌଣସି ବଡ଼ ବଡ଼ ରାଜନୈତିକ ଘୋଷଣାରେ ନାହିଁ। ଏହାର ଉତ୍ତର ଅଛି ଛୋଟ ଛୋଟ କାମ ଭିତରେ। 2024ର ଫଳାଫଳ ଗୋଟେ ପ୍ରତ୍ୟାଖ୍ୟାନ ନଥିଲା, ଏଇଟା ଗୋଟେ ସ୍ପଷ୍ଟ ଇସାରା ଥିଲା। ଲୋକମାନେ କହୁଥିଲେ, ଆମକୁ ଏମିତି ନେତା ଦରକାର ଯିଏ ଆମ ପାଖରେ ରହିବ, ଆମ କଥା ଶୁଣିବ ଆଉ ଆମର ପ୍ରକୃତ ସମସ୍ୟାର ସମାଧାନ କରିବ। ବିଜୟର ରାସ୍ତା କୌଣସି ବଡ଼ ଅଫିସରୁ ଆରମ୍ଭ ହୁଏ ନାହିଁ। ଏହା ଆରମ୍ଭ ହୁଏ ମରାମତି ହୋଇଥିବା ରାସ୍ତାରୁ, ଘରେ ପହଞ୍ଚୁଥିବା ସଫା ପାଣିରୁ ଆଉ ଲୋକଙ୍କ ମୁହଁରେ ଥିବା ସନ୍ତୋଷରୁ। ଯଦି ଆପଣ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଏବଂ ଆପଣଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602ରେ କଲ୍ କରନ୍ତୁ। ରାଜନୀତିରୁ ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।